ସକାଳୁ 3:30 ରାତି 3:30 ଉଠିମୁ। ତାପରେ ଘର ତାକୁ ସଫା କରିବୁ। ତାପରେ ଆଉ ଗାଧୋଇ ପାଧୋଇ ଆସିକି ପାଣି ଆଣିମୁ। ଆଉ ଆଣିକି ତାପରେ ସବୁ ନନା ଆସିବେ, ଆଳତି ହେବ, ସୂର୍ଯ୍ୟ ପୂଜା ହେବ। ହେଇସାରିଲା ପରେ ତାପରେ ଗୀତ ପଢ଼ା ହେବ। ହଁ, ଆଉ ଗାଧୁଆଳକୁ ଭାତ ଡାଲି ତରକାରୀ ସବୁ হয়। କେଉଁଦିନ ଭାତ ଡାଲମା ଖଟେଇ କ୍ଷୀରି, କେଉଁଦିନ ତରକାରୀ ବି হয়। ଆଉ କେଉଁଦିନ ପୁରୀ ଦିନେ ଦିନେ হয়। ଆଜି ବି ପୁରୀ ଶେଷ ଦିନ ଆଜି ହେଉଛି, ଜାଣିଲ। ଏଇଭଳିଆ ତାରି ସାଙ୍ଗରେ କେତେବେଳେ ଟିକେ ବିଶୃଙ୍ଖଳା ବି ହେଇପାରୁଛି। କିଏ ପେଜ ପାଇଁ ଝଗଡ଼ା ନେଉଛି, କିଏ ଗାଈ ଗୋରୁ ପାଇଁ ଝଗଡ଼ା ନେଉଛି, କିଏ ଗାଈ ବାଡ଼ି ନେବା ପାଇଁ ଝଗଡ଼ା ନେଉଛି। ଏଇ ରକମ ଅନୁଷ୍ଠାନ ଚାଲିଛି। ଏଇଆ ହେଉଛି କଥା। ଯିଏ ବଙ୍କା ବୋଲି ତାକୁ ମୁଁ ଫୋକସ୍ କରିବି। ସେମିତି ଆଉ ବ୍ଲକରେ ପଡ଼ିବ କି? ତମର ପୁରୀ ବେଲାର ଅନୁଭୂତି କ'ଣ କୁହ? ଭାରି କଠିନ, ବହୁତ କଠିନ। କେତେ ପୁରୀ ବେଲିଛ, କ'ଣ କରୁଛ? ମୁଁ ହିସାବ କରିନି, ବହୁତ ବେଲଛି ବହୁତ। ପୁଣି 5 ମିନିଟ୍ ପରେ ଯିବି ବେଲିମ୍। ଶକ୍ତି ପ୍ରଜ୍ଞା ଲାଇଭ ମିଲନ ଫେମସ ମାଲିକଟା ଭଲ ହେଲେ ତାର ମାଲିକଟା କଣ କଲା